ଶିକ୍ଷା ବାର୍ତ୍ତା ପାଇଁ କଣ କହିବେ? ମୁଁ ତ ଶିକ୍ଷା ବାର୍ତ୍ତା ପାଇଁ ମୁଁ ପଞ୍ଚାୟତ ସମିତି ତରଫରୁ ଧନ୍ୟବାଦ ଦେବି। ଯାହା ହଉ ନବୀନ ପଟ୍ଟନାୟକର ଆଉ ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଯାହାକି ଆଜି ତାଙ୍କର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜନ୍ମ ବାର୍ଷିକରେ ଆଜି ସେ ଗୋଟିଏ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ଶିକ୍ଷିତ ଯେପରି ଶିକ୍ଷା ହେଲା ସବୁଠୁ ବଡ଼ ଜିନିଷ। ମୋର ଏଇ ପଞ୍ଚାୟତର ଅଭିମୁଖୀ ପଞ୍ଚାୟତର ପ୍ରତି ଗାଁ ସାହିଟିକି ଶିକ୍ଷା ଗ୍ରାମ ବିଷୟରେ ନେଇଥିବାରୁ ମୁଁ ବହୁତ ଖୁସି। ଆଉ ମୁଁ ବିଶେଷ କରି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବି। ଯାହା ହଉ ତୃଣମୂଳ ସ୍ତରରେ ସେ ଶିକ୍ଷାକୁ ଆହୁରି ଉତ୍ସାହିତ କରିଛନ୍ତି ଏବଂ ଆହୁରି ମାନ୍ୟତା ଦେଇଛନ୍ତି। ନୂତନ ଭାବରେ ପଞ୍ଚାୟତରାଜ ଦିବସ ବା ଲୋକସଭା ଦିବସରେ ଏକ ନୂଆ ଟିଭି ଆମର ଆଜି ଡେଲାଙ୍ଗରେ ଲଞ୍ଚ କରିଛି। ତେଣୁ ଆମେ ନିଶ୍ଚିତ ଭାବରେ ଏକମତ ହବୁ ଯେ ଲୋକଙ୍କ ସହିତ ସେ ରହିବେ ଏବଂ ଆଙ୍କର ଉତ୍ତରୋତ୍ତର ଉନ୍ନତି ମଧ୍ୟ କାମନା କରୁଛୁ। ତେଣୁ ଏଇ ଯେଉଁ ଟିଭିଟି ଆସି ଆମର ଇନ୍ଦିପୁର ଅଭୟମୁଖୀ ପଞ୍ଚାୟତର ପ୍ରତିଜ୍ଞା ସାହିରେ ଏକ ନୂତନ କାର୍ଯ୍ୟକ୍ରମ ଶିକ୍ଷା ଉପରେ ଆରମ୍ଭ କରିଛନ୍ତି, ତା ନିଶ୍ଚିତ ସୁଦୂର ପ୍ରସାରୀ ହେବ। ତା ଭିତରେ ଏ ଟିଭିଟି ଲଞ୍ଚ କରିଛି। ଏହା ଦ୍ୱାରା କ'ଣ ଉପକାରିତା ହେବ ବୋଲି ଆପଣ ଭାବୁଛନ୍ତି? ସମାଜର ତଳ ଶ୍ରେଣୀରେ ଯେଉଁ ଲୋକମାନେ ରହିଯାଉଛନ୍ତି, ମୁଁ ଅନୁମାନ କରୁଛି ନିଶ୍ଚିତ ଭାବରେ ଏ ଯେଉଁ ଟିଭିଟି ବାହାରିଲା ଇଏ ତାକୁ ବାହାର କରି ଲୋକଙ୍କ ପାଖରେ ନେଇ ପହଞ୍ଚାଇବା, ସରକାରଙ୍କ ପାଖରେ ନେଇ ପହଞ୍ଚାଇବେ। କୋଣାର୍କରୁ ସୌମ୍ୟକାନ୍ତ ବେହେରାଙ୍କ ରିପୋର୍ଟ, ସମ୍ଭବ ଟିଭି ଓଡ଼ିଆ।